କହିଲି ବିଭୀଷଣ ମୁଁ କହି ନାହିଁ ଏକ ଛିଣ୍ଡିଗଲା ଏଟାକୁ କ୍ଲୋଜ କରନ୍ତୁ। ଯୋଉ ଟିଭି ମାନେ ଦଉଛନ୍ତି ବିଭୀଷଣ ବାରମ୍ବାର ଆପଣ ମାନେ ମତେ ପିସିସି ଅଫିସରେ ସଫେଇ ଦେଇଥିଲି ଅନ୍ୟମାନେ ବି ଦେଇଥିଲେ ଫେର ସେ ବିଭୀଷଣରେ ଆପଣ ମାନେ ଅଟକିକି ଅଛନ୍ତି। ଦେଖନ୍ତୁ ଆପଣ ମାନେ ବିଭୀଷଣ ଆପଣ ମାନେ ଚଲାଉଛନ୍ତି ମୁଁ ସେଇଟା ବାହିର କରିନଥିଲି। ମୁଁ ଆପଣମାନଙ୍କୁ କହିଲି କାହିଁକି ଚଲାଉଛନ୍ତି କଣ ସ୍ୱାର୍ଥ ଅଛି ଆଉ ତାକୁ ରେଗୁଲାରଲି ଚଲାଉଛନ୍ତି। ମୁଁ ବାରମ୍ବାର କହିସାରିଲା ପରେ ମୁଁ ପ୍ରଦେଶ କଂଗ୍ରେସ ଅଫିସରେ ଆପଣ ସମସ୍ତେ ଥିଲେ ସେଥିରେ ବି କହିଥିଲି ବିଭୀଷଣ ଖୋଜାଯିବ ବୋଲି ମୁଁ କହିଥିଲି। ଆଉ ସେଇଟା ମୁଁ ମୋ ପାଟିରୁ କହିନଥିଲି ଆପଣମାନଙ୍କ ଭିତରୁ କିଏ ଗୋଟେ ବୋଧେ ନନ୍ଦିଘୋଷ ନା କିଏ ଗୋଟେ ମତେ ସେଇଠି ଏୟାରପୋର୍ଟରେ ସମସ୍ତ କଥାବାର୍ତ୍ତା ହେଲା ପରେ ମୁଁ ଆରାଇଭାଲ ପରେ ମତେ କହିଲେ ଆଜ୍ଞା ଆପଣଙ୍କ ପାର୍ଟିରେ ବିଭୀଷଣ ମାନେ ଅଛନ୍ତି ବିଭୀଷଣ ମାନଙ୍କର ବାବଦରେ ଆପଣଙ୍କର କଣ କହିବାର ଅଛି। ମୁଁ କହିଲି ସବୁ ପାର୍ଟିରେ ବିଭୀଷଣ ଅଛନ୍ତି ଆମ ପାର୍ଟିରେ ଆମେ ଖୋଜିବା ଏଯାଏ ଖୋଜା ହେଇନି ଆମ ପାର୍ଟିରେ ଖୋଜିବା ଯଦି ମିଳିବ ବେଲେ ଆମେ କାର୍ଯ୍ୟାନୁଷ୍ଠାନ କରିବା ଏତିକି କଥା ମୁଁ କହିଲି। ତାକୁ ଘାଟି ଚଟି ଇଆଡେ ସିଆଡେ କରିକିରି ସେ ଧରିତ୍ରୀ କାଗଜରେ କିଏ ଗୋଟେ ଲେଖିଦେଇଛି କାହିଁକି ଲେଖିଲା ମୁଁ ବୁଝିପାରୁନି। ମୁଁ ଯେତେବେଳେ ଯୋଉଟା ବି କହିଛି ମୁଁ କହୁନି ଯେ ଯାହା କହିଛି ରାଇଟ୍ କହିଛି ସଦାବେଳେ ବୋଲିକରି କିନ୍ତୁ ଯେତେବେଳେ କହେ ଖୋଲାଖୋଲି ସମସ୍ତଙ୍କୁ କହେ ମୁଁ ଲୁଚେଇକି କହିବାର ମୋର ଅଭ୍ୟାସ ନାହିଁ। ମୋର ତ ଯଦି କହିବାର ଥିଲା ମେସେଜ ଦେବାର ଥିଲା ମୁଁ ଷ୍ଟ୍ରଙ୍ଗ ମେସେଜ ଦେଇଥାନ୍ତି କାହା ବିରୁଦ୍ଧରେ ଯଦି କହିବାର ଥିଲା ବୋଲେ ଆପଣମାନଙ୍କୁ ଆଜି ଯେମିତି କହୁଛି କିମ୍ବା ଯେତେ ଥର ମୁଁ କହିଛି ଆପଣମାନେ ଦେଖନ୍ତୁ ଲୁଚିକି କଣ ଗୋଟେ ମୋର ନ୍ୟୁଜ ମୁଁ ଯାଇନାହିଁ ତେଣୁ ତାକୁ ବାରମ୍ବାର ଚଲେଇବାଟା ଠିକ ନୁହଁ। ମୁଁ ଦେଖନ୍ତୁ ମୁଁ ସମସ୍ତ କଂଗ୍ରେସ ନେତାଙ୍କୁ ସଭାପତି ଭାବରେ ଅନୁରୋଧ କରିବି ଯେସବୁ ବାଦ ବିବାଦରୁ ବାହାରି ଆସିକରି କଂଗ୍ରେସ ଦଳକୁ ତିଆରି କରିବାର ସମୟ ଆସିଛି ସେ ଯାହା ବି ହଉ ଡିଷ୍ଟାନ୍ସ ସେକେଣ୍ଡ ହେଲେ ମଧ୍ୟ କଂଗ୍ରେସ ଦଳ ବହୁତ ବର୍ଷ ପରେ ଏ ଭୂମିକାରେ ଆଜି ପହଞ୍ଚିଛି। 24-25 ବର୍ଷର ପାର୍ଟି ବିଜେଡି ଦଳ ଅକ୍ଳାନ୍ତ ପରିଶ୍ରମ କରି ପ୍ରବଳ ଖର୍ଚ୍ଚ କରି ନବୀନ ବାବୁ ଦୁଇଥର ଭିଜିଟ୍ କରିବି ଆମର ଯେତେ ନେତା ଯାଇଥିଲେ ଷ୍ଟାର କ୍ୟାମ୍ପେନର ମାନେ ଏବଂ ଯେତେ ୱାର୍କର ଯାଇଥିଲେ ସେ ସମସ୍ତଙ୍କର କଠିନ ପରିଶ୍ରମରେ ଏବଂ ଯେତେ ସ୍ଥାନୀୟ ଲୋକମାନଙ୍କର ପରିଶ୍ରମରେ କ୍ୟାଣ୍ଡିଡେଟର ପରିଶ୍ରମରେ ଆମର ରିଜଲ୍ଟ ସମ୍ଭାବନାରୁ ବାହାରେ ହେଲା ଯୋଉ ଆକଳନ ଥିଲା ତାହାର ଉପରେ ଥିଲା। ଗୋଟେ ବାଇ ଇଲେକ୍ସନ ଆମେ ଯେ ଜିତିଯିବୁ ekotha ଆମେ କହିନଥିଲୁ ଆମେ ମନୋବଳ ସମସ୍ତଙ୍କର ଆମେ ବଢାଉଥିଲୁ ଏବଂ ଜିତିବା ପାଇଁ ଲଢିଛୁ। ଜିତିବା ପାଇଁ ନ ଲଢିଲେ ଆପଣ ଭଲ କେମିତି କରିବେ ଭଲ ପରଫରମାନ୍ସ କେମିତି ହେବ। ଜିତିବା ପାଇଁ ଆମେ ଜିତିବା ହିସାବରେ ଲଢିଛୁ। ଆମର ଆକ୍ଟିଭିଟି ଆପଣମାନଙ୍କ ଭିତରୁ ଅନେକ ଯାଇଥିଲେ ଦେଖିଛନ୍ତି ଯେ ଆମର ପରିଶ୍ରମରେ କୋଉଠି ଆମେ ଅବହେଳା କରିନାହୁଁ। ଗୋଟେ ମାସ କାଳ ମୁଁ ସେଇଠି ରହିଲି ମୁଁ ମୋର ପରିବାର ନେଇକି ରହିଲି ସେଠି ଯେତେ ପାରିଛୁ ଆମେ କରିଛୁ ଏବଂ ସମସ୍ତଙ୍କର ଗୋଟେ ଛୋଟିଆ ଜାଗାରେ ଯେତିକି ସମସ୍ତଙ୍କୁ ନେଇ ଆଣି ଥୋଇ ରଖା ହେଇପାରେ ସେଇ ହିସାବରେ କରିକି କରିଛୁ। ଗୋଟେ ସାଧୁ ପ୍ରୟାସ ଆମେ କରିଛୁ। ପ୍ରଦେଶ କଂଗ୍ରେସ କମିଟି କରିଛନ୍ତି ସମସ୍ତ ନେତା କରିଛନ୍ତି ମୁଁ ଏକା କରିନାହିଁ। ମୁଁ ଏକା କଠିନ ପରିଶ୍ରମ କରୁଛି ସେଇଟା ବି ନୁହଁ। ଅନେକ ହଜାର ହଜାର କଂଗ୍ରେସ କର୍ମୀ ଲିଡର ବର୍ତ୍ତମାନ ସବୁ ଜିଲ୍ଲାରେ ପରିଶ୍ରମ କରିକି କଂଗ୍ରେସକୁ ରିଭାଇଭ୍ କରୁଛନ୍ତି। କଂଗ୍ରେସ ରିଭାଇଭ୍ ହେଉଛି ଏ ସମୟରେ କୌଣସି ପ୍ରକାର ଅଯଥା ବାଦ ବିବାଦକୁ ବିଶ୍ୱାସ କରନ୍ତୁ ନାହିଁ ଏବଂ ମିଡିଆରେ ଆପଣମାନଙ୍କର ଭିତରୁ କିଏ ଜଣେ ଚାହିଁବ ଲିଡ୍ ନେବା ପାଇଁ ଗୋଟେ ଶବ୍ଦଟେ କହିଦେଲେ ସେଇ ଶବ୍ଦ ଉପରେ ବିଭିନ୍ନ ପ୍ରକାର ଜିନିଷ ଚାହିଁବେ ଏଇଟା ମାନେ ହେଇଛି। ମୁଁ ମିଡିଆ ତାର ତାଙ୍କର ଚ୍ୟାନେଲ ଗୁଡାକର ସର୍ଭାଇଭାଲ ପାଇଁ କିଏ କଣ ରଣନୀତି କରୁଛି ସେ ଉପରେ ମୁଁ ଯିବି ନାହିଁ। ବହୁତ ଲୋକ ବହୁତ କଥା ବି ଆପଣ ଦେଖିଛନ୍ତି ଏତେ ଅପପ୍ରଚାର ହେଉଛି ମୋ ବିରୁଦ୍ଧରେ ସୀମା ବାହାରେ କିଛି କିଛି ଫରକ ପଡିବନି। ମୋର ଉଦ୍ୟମ ସାଧୁ ମୋର ଚେଷ୍ଟା ସାଧୁ ସହିତ ରହିଛି। ଖୋଲା ମନରେ ପବିତ୍ର ହୃଦୟରେ ଓଡ଼ିଶା ମାଟି ମୋର ମାଟି ଏ ଗୋପବନ୍ଧୁଙ୍କର ମାଟି ଏଠି ଗାନ୍ଧିଜୀଙ୍କର କର୍ମଭୂମି ହିସାବରେ ମୁଁ ଧରିଛି ଏବଂ କଂଗ୍ରେସର ବଳିଦାନ ଶ୍ରୀମତୀ ଇନ୍ଦିରା ଗାନ୍ଧିଜୀ ରାଜୀବ ଗାନ୍ଧିଜୀ ଏଇଠୁ ଆସୁଗଲା ପରେ ତାଙ୍କର ତ୍ୟାଗ ବଳିଦାନ ହେଇଛି। ରାହୁଲ ଗାନ୍ଧିଜୀ ସାଧୁତାର ସହିତ ଅନେକ ବାର ଚେଷ୍ଟା କରିଛନ୍ତି କଂଗ୍ରେସକୁ ଓଡ଼ିଶାରେ ତିଆରି କରିବା ପାଇଁ ଏବଂ ମୋତେ ଏବେ ଦାୟିତ୍ୱ ଦେଇଛନ୍ତି। କାହାକୁ ମୋର ପାତର ଅନ୍ତର ନାହିଁ। ଆପଣମାନେ ଦେଖିଛନ୍ତି ବିଗତ ଦିନେ ଯେତେ ମିଟିଂ ହେଇଛି ମୁଁ ନ କହିକି ସମସ୍ତଙ୍କୁ ଚାନ୍ସ ଦେଇଛି। କିଛି ଜଣ ପ୍ରଶ୍ନ ଉଠାଉଛନ୍ତି ପରାଜୟର ନୈତିକ ଦାୟିତ୍ୱ ନ ନେଇକି କାହିଁକି ବିଭୀଷଣ କଥା ସଭାପତି ଉଠେଇଲେ। ନା ମୁଁ କହିଲି ଫେର ବିଭୀଷଣ କହୁଛନ୍ତି ଆପଣ କହିଲି ବିଭୀଷଣ ମୁଁ କହି ନାହିଁ ଏକ ଛିଣ୍ଡିଗଲା ଏଟାକୁ କ୍ଲୋଜ କରନ୍ତୁ।
जो टीवी मान दौरान विभीषण बारंबार आपण मैंने मते पीसीसी ऑफिस रे सफाई देइथिली अन्य माने भी देइथिली फिर से विभीषण रे आपण माने अटकी अछंती शास्त्र हिसाब रे देखिबे बोले विभीषण भगवान कर शरण रे थिले रोल बहुत इम्पोर्टेंट रोल ताकू आमर राजनीतिक भाषा रे जो हिसाब रे फेंगा होची सेटा मु ग्रहण करि पारुने मु खाली कहिथि जो कथा छळ रे मते पचरा गला जो कथा छळ रे मु फिंगिली कोडा फिंगिली विभीषण जो माने अछंती खोजिबा आज पर्यंत हम खोजी नाउ आज पर्यंत हमको मिली नाहंती एते दिन हे गलानी फिर आपण मान किंतु सेठी अटकी कि अछंती किसी युवा नेता अभियोग करछन जे आपण खोद पीसी सभापति विशृंखलित आचरण करूछंती निजे मुखिया हे कि मते मो हेई पारे तांको दृष्टिकोण रु मु करि थई पारे जदि मु करिछि बेले मु समर मोर निजर समीक्षा करिवि मु जदि करिछि बेले मु निजर समीक्षा करिवि मु जने संगठक और प्रत्येक संगठक भूल भटका को भविष्य रे सुधरिबार कर्तव्य रहिছে से जेडे बड़ लोक हो भूल करि थाए